प्रथमे घरद्वार भांगिला एबे सुनामी उठिपारे जहाकु नहीं लोके भयभीत। ताइवान रे अनुभूत हैला शक्तिशाली भूकंप झटका। भूकंप रे थरिला सारा ताइवान समेत राजधानी ताइपेई और हुआलियन सहर। रिक्टर स्केल रे भूकंपर तीव्रता 7.4 बोली सूचना मिली। गत 25 वर्ष यह ताइवान रे सबुठु शक्तिशाली भूमिकंप बोली सूचना मिली। ଏହି ଭୂମିକମ୍ପ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ 50 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ତାଇୱାନରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଚୀନର ସାଙ୍ଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଉତ୍ତର ପୂର୍ବର ୟାଲିନ୍ କାଉଣ୍ଟିରେ ଏବଂ ଉତ୍ତରରେ ମ୍ୟାଓଲି କାଉଣ୍ଟିରେ 5ରୁ ଅଧିକ ତୀବ୍ରତର ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। କେନ୍ଦ୍ରୀୟ ପାଣିପାଗ ଏଜେନ୍ସି କହିଛି ତାଇପେଇ ସିଟି, ନ୍ୟୁ ତାଇପେଇ ସିଟି, ଟାଓ୍ୱାନ ସିଟି ଏବଂ ହିସିନ୍ଚୁ କାଉଣ୍ଟିଂ, ତାଇଟୁଙ୍ଗ ସିଟି, ଉତ୍ତର ସହରର ଚାଙ୍ଗୁଆ କାଉଣ୍ଟିଂରେ ମଧ୍ୟ ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ ତାଇପେଇ, ତାଇଚୁଙ୍ଗ ଏବଂ କାଓହୋସିଂରେ ମେଟ୍ରୋ ସିଷ୍ଟମ 40ରୁ 60 ମିନିଟ୍ ପାଇଁ ସ୍ଥଗିତ ହୋଇଥିଲା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ, ହେଲେ ସୁନାମି ନେଇ ଆଲର୍ଟ ଜାରି କରାଯାଇଛି। ମାଡ଼ି ଆସିପାରେ ସୁନାମି, ଲୋକେ ଏହାକୁ ନେଇ ଏକଦମ ଭୟଭୀତ ଅବସ୍ଥାରେ ସମୟ କାଟୁଛନ୍ତି। କିଛି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇଛି। ଏବେ ଲୋକେ ଆତଙ୍କିତ ଭୟଭୀତ ଅବସ୍ଥାରେ ସମୟ କାଟୁଛନ୍ତି। ବ୍ୟୁରୋ ରିପୋର୍ଟ, ଆଲୋକିତ ଓଡ଼ିଶା।